ଆପଣ ଯଦି ଆପଣଙ୍କର ମା ବାପାଙ୍କ ଗେହ୍ଲା ପୁଅ ହେବାକୁ ଚାହୁଁଛନ୍ତି ତାହେଲେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସମସ୍ତେ ଚାହାନ୍ତି ଯେ ମା ବାପା ଆମକୁ ଭଲ ପାଆନ୍ତୁ, କିନ୍ତୁ ମା ବାପା ଆମକୁ କ'ଣ କଲେ ଭଲ ପାଇବେ ସେ କଥା ଜଣା ନାହିଁ। ଯଦି ବି ଜଣା ଅଛି ତାହା ହେଲେ ଆପଣ କରୁନାହାନ୍ତି। ଦେଖନ୍ତୁ ବନ୍ଧୁଗଣ, ଯଦି ଆପଣଙ୍କୁ ଜଣା ଅଛି କ'ଣ କଲେ ମା ବାପା ଆମକୁ ଭଲ ପାଇବେ ତାହେଲେ ଶୀଘ୍ର କରନ୍ତୁ। ଆଉ ଯଦି ଆପଣଙ୍କୁ ଜଣା ନାହିଁ ତାହେଲେ ଚିନ୍ତା କରନ୍ତୁ ନାହିଁ। ମୁଁ ଅଛି, ମୁଁ ଆପଣଙ୍କୁ କହିବି ଯେ କ'ଣ କଲେ ଆପଣ ଆପଣଙ୍କ ମା ବାପାଙ୍କ ଗେହ୍ଲା ପୁଅ ହୋଇପାରିବେ। କିନ୍ତୁ ତା ପୂର୍ବରୁ ମୋର ଗୋଟିଏ ଛୋଟିଆ ଅନୁରୋଧ ଅଛି। ଏହି ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କରିବେ ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆପଣ ଯଦି ଲାଇକ୍ ଓ ସବସ୍କ୍ରାଇବ୍ କଲେ ଆମକୁ ଏମିତି ଭିଡ଼ିଓ ବନାଇବାରେ ମୋଟିଭେଟ୍ ଲାଗିଥାଏ। ଚାଲନ୍ତୁ ଜାଣିବା ମା ବାପାଙ୍କ ଗେହ୍ଲା ପୁଅ କିପରି ହୋଇପାରିବା। ମା ବାପାଙ୍କ ଗେହ୍ଲା ପୁଅ ହେବା ପାଇଁ ଆପଣଙ୍କୁ ଆପଣଙ୍କ ମା ବାପାଙ୍କୁ ସମ୍ମାନ ଦେବାକୁ ହେବ। ମା ବାପାଙ୍କ କଥା ମାନି ଚାଲିବାକୁ ହେବ। କିନ୍ତୁ ବେଳେ ବେଳେ ଆପଣ କିଛି କରିବାକୁ ଚାହାନ୍ତି ତ ମା ବାପା ମନା କରିଦିଅନ୍ତି। ଯେଉଁ ସମୟରେ ମା ବାପା ମନା କରିଦେବେ ତାହେଲେ ଆପଣ ଜିଦ୍ କରନ୍ତୁ ନାହିଁ। ସେହି ସମୟରେ ଚୁପ୍ ପଡ଼ିଦିଅନ୍ତୁ। ତାପରେ ଫ୍ରି ସମୟରେ କେତେବେଳେ ମା ବାପାଙ୍କ ମୁଡ୍ ଯେତେବେଳେ ଠିକ୍ ଥିବ ସେ ସମୟରେ ଆଉ ସେ କଥାକୁ ଭଲସେ ବୁଝିକି କୁହନ୍ତୁ, ମା ବାପା ମୁଁ ଏହା କରିବାକୁ ଚାହୁଁଛି ଆରୁ ଏହା କଲେ ଏମିତି କଲେ ସେମିତି ହେବ ବୋଲି ବୁଝିକରି କୁହନ୍ତୁ। ଯଦି ମା ବାପା ରାଜି ହୁଅନ୍ତି ତାହେଲେ ସେହି କାର୍ଯ୍ୟକୁ କରନ୍ତୁ। ଆର୍ ତାପରେ ବି ବୁଝେଇଲା ପରେ ବି ଯଦି ମା ବାପା ଆପଣଙ୍କ ସେ କାର୍ଯ୍ୟକୁ ଅନୁମତି ଦେଉନାହାନ୍ତି ତାହେଲେ ମୁଁ କହିବି ସେ କାର୍ଯ୍ୟକୁ କରନ୍ତୁ ନାହିଁ। କାହିଁକି ନା ସେ କାର୍ଯ୍ୟ କଲେ ହୁଏତ ଆପଣଙ୍କର କ୍ଷତି ବି ହୋଇପାରେ। ବେଳେ ବେଳେ ଆମକୁ ଯେଉଁ କାର୍ଯ୍ୟ ଠିକ୍ ଲାଗିଥାଏ କିନ୍ତୁ ସେହି କାର୍ଯ୍ୟ କଲା ପରେ ବହୁତ ଲସ୍ ହୋଇଥାଏ। ସେଥିପାଇଁ ମା ବାପାଙ୍କ କଥା ମାନି ଚାଲନ୍ତୁ, ଜୀବନରେ ଆପଣ ବହୁତ ସଫଳ ହେବେ। ମା ବାପାଙ୍କ ଗେହ୍ଲା ପୁଅ ହେବା ପାଇଁ ତ କଥା ମାନି ଚଳିବାକୁ ପଡ଼ିବ। କିନ୍ତୁ ତାପରେ ବି ଆପଣ ଯଦି ବାହା ହୋଇସାରିଛନ୍ତି ତାହେଲେ ମା ବାପାଙ୍କ ପାଇଁ ବର୍ଷକୁ ଥରେ ଯେମିତି ନୂଆଖାଇ ପର୍ବ ହେଲା ସେହି ପର୍ବରେ ଆପଣ ମା ବାପାଙ୍କ ପାଇଁ ଶାଢ଼ୀ ପ୍ୟାଣ୍ଟ ସାର୍ଟ କିଣି ଦିଅନ୍ତୁ। ଦେଖିବେ ବହୁତ ଖୁସି ହେଇଯିବେ। ଆଉ ଏମିତି ଗୋଟେ ସପ୍ତାହରେ 15 ଦିନ ମାସକରେ କିଛି ଖାଇବା ପାଇଁ ନାସ୍ତା ଇତ୍ୟାଦି ଆଣି ଦିଅନ୍ତୁ। ଦେଖିବେ ବହୁତ ଖୁସି ହେବେ ଆପଣଙ୍କ ମା ବାପା। ଆପଣଙ୍କ ପାଇଁ ଯଦି କିଛି ଖାଇବାକୁ ଆଣୁଛନ୍ତି ତାହେଲେ ମା ବାପାକୁ ବି ଟିକେ ଦେଇକି ଖାଆନ୍ତୁ। ଆଉ ଆପଣ ଏମିତି କାର୍ଯ୍ୟ କରନ୍ତୁ ଯେ ଆପଣଙ୍କ ପାଇଁ ଆପଣଙ୍କ ମା ବାପା ଗର୍ବ କରନ୍ତୁ। ବନ୍ଧୁଗଣ, ଆପଣ ବହୁତ ଭାଗ୍ୟବାନ ଯେ ଆପଣଙ୍କ ପାଖରେ ମା ବାପା ଅଛନ୍ତି। ଅନେକ ଲୋକ ଏମିତି ଅଛନ୍ତି ଯେ ତାଙ୍କ ପାଖରେ ମା ବାପା ନାହିଁ, ସେମାନେ ଅନାଥ। ସେଥିପାଇଁ ଆପଣ ଆପଣଙ୍କ ମା ବାପାକୁ ସମ୍ମାନ ଦିଅନ୍ତୁ। ଆପଣଙ୍କ ମା ବାପାକୁ କଥା ମାନି ଚାଲନ୍ତୁ। ଦେଖିବେ ଆପଣ ଆପଣଙ୍କ ମା ବାବାର ଗେହ୍ଲା ପୁଅ ନିଶ୍ଚୟ ହେବେ। ଏହି ଭିଡ଼ିଓ ବନାଇବାର ମୋର ଉଦ୍ଦେଶ୍ୟ ଥିଲା ଯେ ବହୁତ ଲୋକ ମା ବାପାଙ୍କୁ ଅନାଦର କରନ୍ତି, ତାପରେ ତାଙ୍କ ପୁଅ ତାଙ୍କୁ ଅନାଦର କରେ। ଆପଣ ଯଦି ଆପଣଙ୍କର ମା ବାପାକୁ ସମ୍ମାନ ଦେବେ ତାହେଲେ ଆପଣଙ୍କର ପୁଅ ମଧ୍ୟ ଦେଖି ସେହା ଶିଖିବ ଓ ଆପଣଙ୍କର ପୁଅ ମଧ୍ୟ ଆପଣଙ୍କୁ ସମ୍ମାନ ଦେବ। ଆପଣ ଆପଣଙ୍କର ମା ବାପାକୁ ସମ୍ମାନ ଦିଅନ୍ତୁ ଓ ଆପଣଙ୍କର ପୁଅକୁ ଭଲ ଶିକ୍ଷା ଦିଅନ୍ତୁ। ଆପଣଙ୍କର ପୁଅ ଆପଣଙ୍କର ସେବା କରିବ। ଆଜି ପାଇଁ ଏତିକି। ପୁଣି ଭେଟ ହେବ ଗୋଟିଏ ନୂଆ ଅଧ୍ୟାୟରେ। ମୋ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ, ଥ୍ୟାଙ୍କ ୟୁ। ଯଦି ଏହି ଭିଡ଼ିଓ ଭଲ ଲାଗିଛି ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କରିବେ ଓ ଆପଣଙ୍କର ସାଙ୍ଗସାଥିମାନଙ୍କ ସହିତ ସେୟାର କରିବେ ଓ ଏମିତି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦେବେ।